ରଚକ ଦେଖିଲା ଇଏ ଲୋକ ମତେ ଛାଡୁନାହିଁ, ବାବୁ ତମେ ଯାଅ ଲୁଗା କାଚିବି। ମହାପ୍ରଭୁ ଆଣ୍ଠେଇ ପଡିଲେ। ଶୁଣନ୍ତୁ, ଏଇଥିପାଇଁ କଥାଟାକୁ ଉପସ୍ଥାପନ କରିଛି। ମହାପ୍ରଭୁ ଆଣ୍ଠେଇ ପଡିଲେ, ହାତ ଯୋଡ଼ିଦେଲେ, ଆଖିରୁ ଲୁହଟା ଠପ୍ ଠପ୍ କରି ଗଳି ପଡିଲା। ଆଖିରୁ ଦି ଟୋପା ଲୁହ ଠପ୍ ଠପ୍ କରି ଗଳି ପଡିଲା। ହାତ ଯୋଡ଼ିକିରି ଆଣ୍ଠେଇ ପଡିକିରି କହୁଛନ୍ତି, ଭାଇରେ ଟିକେ ଥରେ ତ କଣ୍ଠରେ ଟିକେ ହରିନାମ ଟିକେ ଗା। ଏଇ ଅବସ୍ଥାକୁ ଦେଖି ରଚକ ଭିତରେ ଗୋଟେ ପରିବର୍ତ୍ତନ ଆସିଲା। କହିଲା, ଆଜ୍ଞା ଆପଣ କାନ୍ଦୁଛନ୍ତି କାହିଁକି, ହାତ କାହିଁ ଯୋଡୁଛନ୍ତି? ଥରେ ତ କଣ୍ଠରେ ଟିକେ ହରିନାମ ଟିକେ ଗା। ସ୍ୱୟଂ ମହାପ୍ରଭୁ ଅବତାର ଆସିଲେ ଜଗତ ପ୍ରତିଟି ଲୋକ ପାଖରେ ପ୍ରେମ ବିତରଣ କରୁଛନ୍ତି, ନାମ ବିତରଣ କରୁଛନ୍ତି। କାରଣ ଆପଣ କାନ୍ଦୁଛନ୍ତି, ଆପଣ ହାତ ଯୋଡନ୍ତୁନି, ଆପଣ ଠିଆ ହୁଅନ୍ତୁ। କଣ ସେ ହରିନାମଟା କୁହନ୍ତୁ, ମୁଁ ଗାଇକି ଆପଣ ରାସ୍ତାରେ ଆପଣ ଯାଆନ୍ତୁ, ଲୁଗା ବୁନା କାଚେ ନା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। এই পদক এই পদক গাইলে তবে বাবু চালিଯିବ। সেই পদক গাইলে ମୁଁ ଚାଲିଛି। ତୁମେ କାନ୍ଦନା, ହାତ ଯୋଡ଼ନା, ଠିଆ ହୁଅ, ମୁଁ ଗାଇ ଦଉଛି ତମ ରାସ୍ତାରେ, ତମେ ଯା। আমি তো গালি গালি না। হরে কৃষ্ণ 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 হরে হরে, হরে রাম হরে রাম, হরে কৃষ্ণ কৃষ্ণ হরে হরে, হরে রাম হরে। ତିଆସିନି କାଠିଟା କୋଉଠୁ ତିଆରି ନା ଜଙ୍ଗଲର କାଠରୁ ନା ନାଇଁ, ତା ମୁଣ୍ଡରେ ଟିକେ ଲାଗିଯାଏ କଣ ରଞ୍ଜକ ବାରୁ ନାଇଁ, ଜଙ୍ଗଲ ପୋଡ଼ି ପକାଏ। ଯୋଉ କାଠଟା ତିଆସିନି କାଠ ଗଛରୁ ତିଆରି ହେଇଛି, ସେ ଜଙ୍ଗଲକୁ ପୋଡ଼ିଦେ ତା ମୁଣ୍ଡରେ ରଞ୍ଜକ ଲାଗିଗଲା ପରେ। କିନ୍ତୁ ଈଶ୍ୱର ଆମକୁ ସୃଷ୍ଟି କରିଛନ୍ତି, ଈଶ୍ୱର ଆମକୁ ସୃଷ୍ଟି କରିଛନ୍ତି, ମଣିଷ କରି ସୃଷ୍ଟି କରିଛନ୍ତି। ମନୁଷ୍ୟ ଏତେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଆମେ ଯଦି ସେ ରଞ୍ଜକ ଆମ ମୁଣ୍ଡରେ ଲାଗିଯାଏ, ମତେ ଇଷ୍ଟ ପ୍ରାପ୍ତି ଆମ ମୁଣ୍ଡରେ ଆସିଯାଏ, ଆମେ ଇଷ୍ଟକୁ ମୁଖ୍ୟ କରି ଚାଲିବା, ଆମେ ବି ନିଆଁ ମଣିଷ ମନରେ ନିଆଁ ଲଗେଇବା। ଲୋକ କହିବେ ନା ଏଇ ନାମ ନେବି ଉଦ୍ଧାର ପାଇବା ପାଇଁ ଯାହା ଠାକୁରଙ୍କୁ ତୁ ଏଇ ନାମରେ পরমারাধ্য জগৎ সৃষ্টি কর্মা পরপূজ্যতা সৃষ্টি করতে পরপূজ্যতা সৃষ্টি আচার্য পরের ব্যক্তিগত যাচক কর্মমন্ডলী ইষ্টকর ভৈরবী তথা সদস্য চাইনি শিলকলা রামপুর জয়গুরু জনকনন্দী প্রণাম নিবেদন করছি। ଜନ୍ମ ଭାଇର ବାହାଘର, ତାଙ୍କ ବାପାଙ୍କ ଶ୍ରାଦ୍ଧ, ତାପରେ ବାହାଘର, ତାପରେ ଯୋଉ ଗର୍ଭାଧାନ, ପୁଂସବନ, ଶ୍ରୀମଚନ୍ଦନ, ଏଠି ବ୍ରତ ଉପଧାନ ଆସି ପହଞ୍ଚେ। ସେ ସେଇଦିନ ମାନେ ମତେ ଡାକନ୍ତି ଆଉ ଆସେ। ଆଉ ଆଜି ଆସିକି ରାସ୍ତାରେ ମୋ ସ୍ତ୍ରୀ କି କହୁଥିଲି, ମୁଁ ତା ବାହାଘରକୁ ନଥିଲି, ସେ ତ ସବୁ ଡାକିବାକୁ ନଥିଲି, ଡାକିଲି ମୁଁ ତୋର ଆଜି ବ୍ରତ ରହିଛି ନା? ହଁ ମାନସ, ତାର ମାନସ ଶିକ୍ଷା ଦେବି କି ଏସବୁ କଥାରେ ଶିଖିବେ। ବର୍ତ୍ତମାନ ଶିକ୍ଷାଟା କଥାରେ ରୂପାନ୍ତରିତ ହେଇଛି। যেটা কৌতুলে ঠাকুর যাহা যাহা কৌতুলে সেটা তাଙ୍କର আপ্তবাক্য মনুষ্যটা করে তা জীবনের প্রাপ্ত ହୁଏ। কারণ ঠাকুর সব নিজে আচরণ করিকি বাক্সিত। অনেক বর্ষ তলে ଗୋଟେ କଥା ଶୁଣିକି ସେ କଥାଟା ଆଜି ପର୍ଯ୍ୟନ୍ତ ମୋ ଜୀବନରେ ଗଭୀର ରେଖାପାତ କରିଛି। ଯେମିତି ବ୍ରାହ୍ମଣ ଘରେ ଜନ୍ମ ହେଇଛି, ବ୍ରାହ୍ମଣ ତ ସମସ୍ତେ, ଆମେ ବିପ୍ର, ତାପରେ ବ୍ରାହ୍ମଣ ସାଧନାଟା ବୈଶ୍ୟ କରିବ, କ୍ଷତ୍ରିୟ କରିବ, ବିପ୍ର ବି କରିବ। ଜଣେ ବ୍ରାହ୍ମଣ ବ୍ରାହ୍ମଣୀ ଜଙ୍ଗଲରେ ବାସ କରୁଥିଲେ। ବ୍ରାହ୍ମଣ ସବୁ ଶାସ୍ତ୍ର ବୃତ୍ତି ଏସବୁ ଦେଖୁଥାନ୍ତି। ଆଉ ପାଖରେ ଗୋଟେ ଗିନା ଥାଏ, ସେଥିରେ ତେନ୍ତୁଳି ପତ୍ର ଥାଏ, ପାଣି ଥାଏ। ତଣ୍ଟି ଶୁଖିଯାଏ, ସେ ତେନ୍ତୁଳି ପତ୍ରକୁ ଚୁଚୁମନ୍ତି, ତଣ୍ଟିଟା ଶୁଖିଗଲେ ପୁଣି ସେ ଲେଖି ଚାଲନ୍ତି। ରଜାଙ୍କର ଗୁପ୍ତଚର ଗୁରୁଥିଲେ, ଗୁରୁ ଗୁରୁ ତାକି ଦେଖିଲେ ଜଣେ ବ୍ରାହ୍ମଣୀ ଅତ୍ୟନ୍ତ ଦୁର୍ଜୀନ ଅବସ୍ଥାରେ ଅଛନ୍ତି। ଚାଳିଆ ଖଣ୍ଡେ ଏଇ ଜଙ୍ଗଲ ଯାହା କିଛି ଉପାର୍ଜନ କରି ଖାଆନ୍ତି। ଏଇ ବ୍ରାହ୍ମଣ ବସିକି କେବଳ ଏଇ ଶାସ୍ତ୍ର ସବୁ ଲେଖନ୍ତି। ଏଇ କଥାରେ ରଜାଙ୍କ ପାଖରେ କଥାଟା ଉପସ୍ଥାପନ କରେ, କହିଲେ ଆପଣଙ୍କ ରାଜ୍ୟରେ ଜଙ୍ଗଲରେ ଜଣେ ବ୍ରାହ୍ମଣ ଏଇଟା ହଉଛି ପରିସ୍ଥିତି। ରଜା କହିଲେ ମୋ ରାଜ୍ୟରେ ବ୍ରାହ୍ମଣ ଅବସ୍ଥା, ସାଙ୍ଗେ ସାଙ୍ଗେ ତାଙ୍କର ଘର କରିଦିଅ, ତାଙ୍କର ଖାଦ୍ୟ ସବୁ ଯୋଗେଇ ଦିଅ, ତାଙ୍କର ଯାହା ଆବଶ୍ୟକ ଅଛି ସବୁ ଯୋଗେଇ ଦିଅ। କାରଣ ସୃଷ୍ଟିର ଚର୍ମ ତତ୍ତ୍ୱ, ଚର୍ମ ସତ୍ୟକୁ ସେ
ସୃଷ୍ଟିକୁ ଆଣୁଛନ୍ ତାକୁ ସବୁ ବ୍ୟବସ୍ଥା କରିଦିଆଯାଏ। ତାପରେ ତ ସେମାନେ ଆସିକି ଗୁପ୍ତଚର ମାନେ କହିଲେ ଯେ ଆପଣଙ୍କ ଦୁଃଖ ସବୁ ଗଲା କଣ ନା ରଜାଙ୍କ ପାଖରେ କଥା ନିବେଦନ ଆମେ କଲୁ। ରଜା କହିଲେ ତାକୁ ଘର କରିଦିଅ, ଖାଇବାକୁ ଦେଇଦିଅ, ସବୁ ବ୍ୟବସ୍ଥା ସବୁ କରିଦିଅ। ସେ ଆହୁରି ଲେଖ ମୂର୍ତ୍ତି ହସିଦେଲେ ବ୍ରାହ୍ମଣ। ତାପରେ ତାଙ୍କର ଦେଖା କାର୍ଯ୍ୟ ଲାଗିଲେ। ରାତି ହେଇଗଲା। ରାତି ଯେତେବେଳେ ନିଶାନ୍ତ ରାତି ତାଙ୍କର କାମ ସରିଗଲା, ତାଙ୍କ ସ୍ତ୍ରୀକି ଡାକିଲେ ଆମର ସବୁ କଣ ଅଛି ନା କଣ ଆମର ଅଛି ଆମରି ହାଣ୍ଡି କଢେଇ ଲୁଗାପଟା ଖଣ୍ଡେ ଅଛି କଣ ନା ସବୁ ବାନ୍ଧ ନା କାହିଁକି ନା ଆଜି ଜଙ୍ଗଲ ଛାଡି ପଳେଇବା ନା କାହିଁକି ନା ଶୁଣିଲାନି ରଜା ଆମକୁ ଘର କରିଦେବେ, ରଜା ଆମର ସବୁ ଯାକ ଖାଇବାର ବ୍ୟବସ୍ଥା କରିଦେବେ, ସବୁ ସୁଖ ଯାକ ଆମକୁ ଦେଇଦେବେ। ସ୍ତ୍ରୀ ତ ଭଲ ତ କହିଲେ ଯଦି ସେଇଟା ରଜା କରିଦିଅନ୍ତି ଏଇ ଯୋଉ ପରମ ପିତାଙ୍କ ଦୟା ଈଶ୍ୱରଙ୍କର ଯୋଉ କରୁଣା ଆମ ଭାତ ଦେଇ ଆସୁଛି ସେଇଟା ବନ୍ଦ ହେଇଯିବ, ଆଉ ଆସିବ ନା। ଏହା ବ୍ରାହ୍ମଣ ଏଇମାନଙ୍କର ଅନୁଶାସନ, ଏଇ ଋଷିମାନଙ୍କର ଅନୁଶାସନ ଆଜି ପର୍ଯ୍ୟନ୍ତ ଆମେ ବଞ୍ଚେଇକି ରଖିଛି। କିନ୍ତୁ ଆମେ ତାକୁ ରକ୍ଷା କରୁ ପରବର୍ତ୍ତୀ ପିଢି ପାଇଁ, ପରବର୍ତ୍ତୀ ପ୍ରଜନ୍ମ ପାଇଁ ଆମେ ତପସ୍ୟା କରୁ, ସାଧନା କରୁ। ପରମେଶ ଠାକୁର ଆସିକିରି ଦୟା ପରବଶ ହେଇକିରି ଆମର ସବୁ ଯାହା ସବୁ ତାଙ୍କର ଜୀବନରେ 81 ବର୍ଷ ଜୀବନ ଭିତରେ ଯାହା ସବୁ ସେ କରି ଦେଇ ଯାଇଛନ୍ତି, ମୁଁ ଭାବୁଛି ଯେ ମୁଁ ତ ଭାବୁଛି କେତେ ଜନ୍ମ ହେଇକି ମରିବି, ଠାକୁର ଯେ କଣ ପାଇଁ ଆସିଥିଲେ ସେଟା ଜାଣିପାରିବି। ଏ ଶୁଣା କଥା ପଢା କଥା କିଛି ମନେ ମନେ ଭାବୁଛି, ସେଇ କଥା କହି ବୋଲି ମୁଁ ବକ୍ତା ହେଇଯାଇଛି। କିନ୍ତୁ ପ୍ରକୃତ ଠାକୁରଙ୍କର ଆଗମନ ମୋର କଥା ନେଇ ଘରେ ଘରେ ପହଞ୍ଚେଇବ। ଯୋଉ ଯୁଦ୍ଧର କଥା କହୁଥିଲେ, ଯୋଉ ପରିସ୍ଥିତି ସୃଷ୍ଟି ହେଇଛି, ଠାକୁର 2/3 ସବୁ ଚାଲିଯିବେ। ଠାକୁର ମୁଠାଏ ସୁନା ନେଇକି ତେଣୁ ଯିବ, ମୁଠାଏ ଚାଉଳ ବି ପାଇବ ନାହିଁ। ଗଛ ପତ୍ର ଖାଇବା ପାଇଁ ତୁମେ ବାଡ଼ା ପିଟା ହବ। ଯଦି ମୋ କଥା ନେଇ ଘରେ ଘରେ ନ ପହଞ୍ଚାଅ ତୁମରା ଠାକୁର ଏଟା ଶୁଣିଦେବ, ତମେ ନିଜ ରହିବ ଏଟା ଶୁଣିବ। ଆମେ ବେଶ ଆରାମରେ ଖାଇ ପିକିରି ଆନନ୍ଦରେ ମସ୍ତୁର ହେଇ କରିଶୋଇଛୁ। ଆମରି ସମ୍ପତ୍ତି ବଢିବ, ଆମ ପିଲା କ୍ୟାରିୟରିଷ୍ଟ ହବ, ଆମେ ବିରାଟ ଘର କରିବୁ, ମୋର ଅହଙ୍କାର ସାଟିସ୍ଫାଏ ହବ, ସମସ୍ତେ ମତେ ଜାଣିବେ 5 ଲକ୍ଷରେ ଗୋଟେ ପ୍ରମୋଦ ସମ୍ପତ୍ତି ଲୋକ ତା ପୁଅଟା ଏମିତି ଯୋଗ୍ୟ ହେଇଛି, ଗୋଟେ ଏତେ ବଡ ଘର କରିଛି, ଗୋଟେ ବିରାଟ ଗାଡି କରିଛି, 5 ଲୋକ ପାଖରେ ତାର ଖାତିର ଅଛି, ମୁଁ ଏଇ ନିଶାରେ ପଡିଛି। ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ଦେବ ଜୀବନର ସଂକଳ୍ପ, ମୁଁ ସେଇଟା କରିବି। ଗୋଟେ ମଣିଷ ପାଖରେ ତାଙ୍କ କଥା କହିବାର ଯୋଗ୍ୟତା ମୋ ପାଖରେ ନାହିଁ, ସେ ଭାଷା ମୋ ପାଖରେ, ସେ ଭାବ ବି ମୋ ପାଖରେ ନାହିଁ, ସେ ବ୍ୟାକରଣ ମୋ ପାଖରେ ନାହିଁ। ଗୋଟେ ମଣିଷକୁ କିଭଳି ଭାବେ ପ୍ରେଜେଣ୍ଟ କରାଯାଏ, ଆପ୍ରୋଚ କରାଯାଏ, ତାକୁ ଯାଚନ ମାନେ କଣ ଜାଣିଛୁ? ଭଗବତ ଅର୍ଥ ଉଦ୍ଦେଶ୍ୟରେ ମଣିଷ ହୃଦୟଟାକୁ କିଡନାପ କରିବା ଉଚିତ। ଗୋଟେ ମଣିଷର ହୃଦୟଟାକୁ ଚୋରି କରିଦେବା, ଗୋଟେ ମଣିଷର ମନଟାକୁ ଚୋରି କରିଦେବା ଦାଜ, ସେ ଆମକୁ ଚୋରି କରିଦେଇଛି। ଆମେ କେତେ ମଣିଷ ଚୋରି କରିଛୁ? ମୋ ସ୍ତ୍ରୀ ମାନଙ୍କୁ ଚୋରି କରି ବାହା କଥା ଛାଡି, ମୋ ପିଲାମାନଙ୍କୁ ଚୋରି କରିଛି। ଏ କଥା ମୁଁ କାହିଁ କେତେ ଉଦ୍ଦେଶ୍ୟ ଦେଇକି କହୁଛି, ପରିସ୍ଥିତି ଭଲ ନାହିଁ। ପୂଜ୍ୟପାତ ଆଚାର୍ଯ୍ୟ ଜୀବନକୁ ଅନୁସରଣ କରନ୍ତୁ, ତାଙ୍କ ଜୀବନର ପଶ୍ଚାତପଟକୁ ଯାଆନ୍ତୁ। କେବଳ ଯାଇ ଦର୍ଶନ କରିଦେଇ ପ୍ରଣାମ କରିଦେଇ ଆଶୀର୍ବାଦ ନେଇକି ଆସିକିରି ଆମେ ବେଶ କଷ୍ଟରେ ଚାଲି ଆସିଛୁ, ତା ଜୀବନ ପର୍ଯ୍ୟନ୍ତ ଯାଆନ୍ତୁ। 1981 ମସିହା ମୁଁ ରାଉରକେଲା ନୂଆ ଚାକିରି କରିଥାଏ, 79 ମସିହାରେ ମତେ 22 ବର୍ଷ 23 ବର୍ଷ ଚାଲିଥାଏ। ସେ ତ ରାଉରକେଲା ଯେତେ ସବୁ ଆଶ୍ରମ ସବୁ କଥା କଥିତ ଆପଣ କୁହନ୍ତୁ, ନନିଗୋପାଳ ଚକ୍ରବର୍ତ୍ତୀ, ପ୍ରଭାତ ଚକ୍ରବର୍ତ୍ତୀ, ମନୋରଞ୍ଜନ କାଞ୍ଜିଲା, ଆପଣଙ୍କର ଯୋଉ ଗୁରୁକିଙ୍କର ପାଣ୍ଡେ, ସୁରଜ ସିଂ, ଡକ୍ଟର ହେମନ୍ତ ମୋହନ ବିଶ୍ୱାସ, ସେ ସବୁ ଯେତେ ସବୁ ଟ୍ୟାଲେଣ୍ଟେଡ ଲୋକ ସବୁ ସେ ରାଉରକେଲା ବେଶୀ ଆସନ୍ତି, ବର୍ତ୍ତମାନ ପଠାନ୍ତି। ମୋର ବୟସ 22-23 ବର୍ଷ, ମୋର କାମଟା ସେମାନଙ୍କ ସେବା କରିବା। ଯୁବକ ବୟସ ଏ ପ୍ରମୋଦ ତୋ କାମ ହେଲା କଟି ରହିବ, ମାନେ ଚାହା ଦିଅ ତାକୁ ଯାହା ଦରକାର ମୁଁ ସବୁ ଏ ନଳିତା ପରିବା କାଟୁଥିବେ, ତେଲ ଲଗଉଥିବେ, କହୁଥିବେ ଅଧା ବାଥରୁମ ଚାଲି ଯାଉଥିବେ, ପୁଣି ଫେରି ଆସିକି ମନେ ପଡିବ ପୁଣି କହୁଥିବେ। ସେଇ କଥା ତାଙ୍କରି, ସେଇ କଥାଟା ମତେ କହୁଛି, ମୁଁ ଶୁଣିଛି ତାଙ୍କରି ମୁହଁରୁ। ପ୍ରଫୁଲ୍ଲ କୁମାର ଦାସ ଆସିଥିଲେ, ଜନାର୍ଦ୍ଦନ ମୁଖାର୍ଜୀଙ୍କ ଯୋଉ ଆମର ଯୋଉ କେତେ କେତେ ଆଶ୍ଚର୍ଯ୍ୟ, ତାଙ୍କ ସାଙ୍ଗରେ ବସି ମିଶି ମିଠି ତାଙ୍କର ବାସ୍ତବ ଜୀବନ କଥା ଗୁଡାକ ଶୁଣିଲା ପରେ ମୁଁ ଆଜି ପର୍ଯ୍ୟନ୍ତ ଶାନ୍ତ ହେଇପାରିବି। ଏଇ ନମିତା କହିଲେ ପ୍ରମୋଦ
मुझे पचारे जे आप पहरा दौले रात ठाकुर को आप पाड़ी ठाकुर आप से स्टोरीटा से कहते ठाकुर आखिर से लुह अत्यंत भतस्त पचे ठाकुर क्या कौन आज आप सेवार असुविधा होती कुछ ना मोर किसी सेवार असुविधा होई पार्टी मनुष्य हो अंतर वेदना तार जो जंत्रणा तार जो कष्ट जब से क्या कही पारुनी से सब कथा मो काम से पहुंची मो क्या रात शोई पारुनी चलो हम तार कौन कर कथा घरे घरे पहुंचे दी पारि मो कथा नहीं तू प्रति घरे घरे पहुंचे दी पारिबो तो मो कथा जाइली केवल ये नलिगोपाल चक्रवर्ती कथा देनी आज समस्त पाद में कथा कही दी जाउची जे ठाकुर मो कथा देछि ता कथा घरे घरे पहुंचे ठाकुर मनुष्य पाखु जीवा करे तो तीनटा आयुध दरकार प्रथम जो स्वीट टंग तू कथा कैसी का अहम को आघात देना कहा हीन मन को जागृत कर देना तू कहा भीतर बड़ा वर्ण विद्वेष को आनी बड़ा बाछा सृष्टि कर देना तो कथा स्वीट है दरकार तो स्वीट टंग चार्मिंग बिहेवियर व्यवहार आकर्षणीय हो गिलास पानी भी देवी से मनुष्य को किणवे गोटा मो खाइबा को देवी से खाइबाटा भी एते जत्नता को देवी तार आम घर को अनेक वर्ष तले जो साधु आस्था वृंदावन समाज साधु आस्था मो नना को से एई बलि पर्वत थिला बेले से ता गोटा प्रकार ट्रैप कर दी माने ता चमत्कार तो देखि मो नना का बाबा हो नहीं से तो हम परिवार साथ समस्त शिक्षा रही सुस्थ रही नना जे प्रभु तक देले मु जानी गली जे ये केवल आछे हम को डिस्टर्ब करबा मु सतो को स्त्री को कथा कहली देख से जन साधु सी आछे हम घर को आम घट भांगी दबा पे हम जो 12टा को भांगी देइतिरी फुल गछ सब शेष कर आछू कोन कहछो मु एमिति हम व्यवहार दबु एमिति सेवा दबु से जीवन रे एमिति के कोड पाइबे मु संगे से आसिया पूर्व पानी बाल्टी नहीं आसी पानी के नीचे ढाल नहीं आसी गोड़ धोई कुछ गले कहले ना ना सी आकु जानी प्रमोद शतपथी जड़ित हन भाई अच्छी से ठाकुर रीति से दीक्षा नहीं भाई चाच पाना पाई से ठाकुर जड़े ये जानी नहीं साथी सी पूर्व आसर नई सब चिता फिता सब लिभेला भी घर को आना नना पथ पर मत कथा कहली मुझे एमती गोटे कले मो को आम अच्छी जे मातृदेव भव पितृदेव भव आचार्य देव भव अतिथि देव भव अतिथि नारायण मो घर को आसते मुझे नारायण बापा गोड़ कहीं निजे धोई मो टाउल गोड़ पछी ना ना बाबा ना क्यों टाउल गोड़ पछी मु मो स्त्री कहली तू ग्लुकोज पानी खरा दिन होता है ग्लुकोज पानी तैयारी गोटे थाली ग्लुकोज पानी ग्लास आउ प्लेट तीन धरकी आसे तब स्टार्ट शुणु तले रहा थाली ये ग्लास घोड़नी हाइजेनिक मानी पड़ो नहीं आसिक से गोटे राति आम रही जहाँ सब फेल मार्क गले शेष मो जीवन अनेक शिष्य दीक्षा देती ये भली गुरु भक्ति मो कौटी देखी मोर कहबार कथा ये कथा कहीं कहले चार्मिंग बिहेवियर एमती गोटे व्यवहार देवा दरकार जो व्यवहार ही मन राज्य भितर प्रवेश कर शेष ठाकुर कहते स्किलफुल डीलिंग गोटे कुशल चलन किमिति भाव गोटे उद्देश्य मोर अच्छी तो आम उद्देश्य अच्छे क्या दीक्षा करवा क्या सोचली दिया करेगा गोटे कौन उद्देश्य अच्छी उद्देश्य डायरेक्ट एक्सपोज कर फल कौन हुए कि साटिस्फैक्शन आसा आप से उद्देश्य को हासिल करने यहाँ थे कहते ये ननीटा कहता जड़े भर पान भल भल पान खाए तो दीटा पान तार घर गला छोटा लाइकिंग पान जानी कौ लाइकिंग किए डिलक्स खाए किए जर्दा खाए कौन सादा पाख नहीं पहुंचे भल मिठा से भल खाए बोले मिठा देसी से करू तुम्हें चोरी भला चोर भला बसी जाए किंतु तुमार उद्देश्य जो आवश्यक पड़ो से दिन जो कथा कह से कथा कार फेर ना आउ फेर मोर कहबार कथा हूँ 24 घंटा हूँ दिन राति 24 घंटा आप भावी नियंतु दिन राति 22 घंटा स्थिर करदे दिन राति 22 घंटा आउ 2 घंटा कौन तुम मोर आउ तो फिर फुसबे से 2 घंटा तुमर आ मोर ये संसार को सुंदर करने ये परिवार को सुंदर करने आगामी वंशधर को तुम्हारी सेवा नियत करने 2 घंटा तुमर मोर ये 2 घंटा भितर बसी
ଗୋଟେ ସକାରାତ୍ମକ ମନୋଭାବ ଦେଇଛୁ ସେ ବିଧାନ ଦେଇଛୁ ଆମେ ସେ ବିଧାନ ଭିତରେ ପ୍ରବେଶ କରୁନୁ। ସାଧନ ଭଜନ ଆମର ଦୀକ୍ଷା ସମୟରେ ସବୁ ସାଧନ ଭଜନ କଥା ଆମେ ବହୁତ ଶୁଣିଛୁ, ଏବେ ବି ଆଲୋଚନା ଶୁଣୁଛୁ, କହିଲେ ଶୁଣୁଛୁ, କିନ୍ତୁ ଆମେ ସତ କରି କୁହନ୍ତୁ ସାଧନ ଭଜନ ବଢି ବଢି ଯାଉଛି ନା କମି 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 ଯାଉଛି? ସାଧନ ଭଜନ ବଢି ବଢି ଯାଉଛି ନା କମି 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 ଯାଉଛି? ଲାଟେଷ୍ଟ ସେମିନାର ଯଦି ଡାକ୍ତର ଆଦରି କରୁନି ତା ପ୍ରିସିସନ କାମ କରିକି ଟ୍ରିଟମେଣ୍ଟ ଠିକ ହଉ। ଶିକ୍ଷକ ମାନେ ଲାଟେଷ୍ଟ ଟ୍ରେନିଂ ନ ନେଉଛନ୍ତି ସେ ପିଲା ପାଠ ପଢି ପାରନ୍ତି। ଆମକୁ ଟିକେ ଟେକ୍ନୋଲୋଜି ଶିଖିବାକୁ, ସେଇ ଜଜ ଟେକ୍ନୋଲୋଜି କରିବାକୁ, ସେଇ ଚାଚ ତାର ନୂତନ ପ୍ରଣାଳୀ ବାହାର କରିବାକୁ, ସେଇ ଟପିକି 10,000 ବର୍ଷ ମତେ ଆସିବାକୁ ପଡିବ ନା ଠାକୁର କହିଛି ବର୍ଦ୍ଧା କାଟାକୁ। ତାର ଏଇ ଜଜକ ଯାହା ଇଷ୍ଟ କିନ୍ତୁ ସ୍ୱସ୍ଥ ନିଶ୍ଚୟ 10,000 ବର୍ଷ ପାଇଁ ଯୋଉ ସମସ୍ତ ପ୍ରୋବ୍ଲେମ ସୃଷ୍ଟି ହବ ତାର ସମାଧାନ ଦେଇଛି ନାରୀ। ତାର ମତେ ତାକୁ ନୂଆ ନୂଆ କରି ଯୋଉଟା ଶ୍ରଦ୍ଧାର କଥା ଆରମ୍ଭ କରୁଥିଲି ପରେ ଭାଇନା ଶ୍ରଦ୍ଧା ତୃତୀୟ ବିଧାନରେ କଥାଟା ଅଛି। ଇଷ୍ଟଭୂତି କରିସାରିବା ପରେ କହିବୁ ହେ ମୋର ଦେବତା, ହେ ମୋର ଆଚାର୍ଯ୍ୟ, ହେ ମୋର ପ୍ରିୟ ପରମ, ମୁଁ ମୋ ଶ୍ରଦ୍ଧାକୁ ଆହୁତି ଦଉଛି। ଶ୍ରଦ୍ଧାବାନ ଲଭେତେ ଜ୍ଞାନମ୍। ଆଜି ଗ୍ରନ୍ଥ କୋଉଠି ପଢିଛି ଜାଣିଛନ୍ତି ତ? ଠାକୁର 4ଟା ଶିଶୁକୁ ବାଛି ବାଛିକିରି ମନେ ପକେଇବେ। ପ୍ରଥମ ତ ଅକୃତଜ୍ଞତା, ଅକୃତଜ୍ଞତା ଏମିତି ଗୋଟେ ପାପ ତାକୁ ଆଶ୍ରୟ ସମସ୍ତ ପାପ କରିପାରେ ନା। ଆଜି ମୁଁ ଅକୃତଜ୍ଞ ପ୍ରଥମେ ଆଗ ଯିଏ ମତେ ଜନ୍ମ କରିଛି ସେ କହିଲେ ଭଗବାନ ତୁ କୋଉଠୁ ଖୋଜୁଛୁ ରେ? ଯେ ତତେ ଜନ୍ମ ଦେଇଥିଲି ବାପା ମା ସେଇମାନେ ଭଗବାନ, ତାକୁ ହିଁ ପୂଜା, ତାକୁ ହିଁ ଭକ୍ତି କର, ତାକୁ ହିଁ ସେବା କର। ମୁଁ ତ ଭାବେ ତୋର ବ୍ରତହର ସରିଗଲା ମାନସର, ଆସନ୍ତା କାଲି ତ 12 ବର୍ଷ ଦୀକ୍ଷା ହବ, ସେ 12 ବର୍ଷ ଦୀକ୍ଷା ହବନି। କାରଣ ମୋର ରାତିର 8 ପେଟ ବସିକି 9 ଏମିତି ବ୍ରତହର କରିଥିଲି। ତାପରେ ଗର୍ଭାଧାନ ସବୁ କରିକିରି ଆଚାର୍ଯ୍ୟ ନିବେଦନ କଲେ ନାଇଁ 12 ବର୍ଷ କମ୍ପ୍ଲିଟ୍ 12 ବର୍ଷ। ସେ 14 ଦିନ ଗଲା ଆଶ୍ରମକୁ, ଆଚାର୍ଯ୍ୟ ନିବେଦନ କଲା, ବର୍ତ୍ତମାନ ଆଚାର୍ଯ୍ୟ ନିବେଦନ କଲା ଆପଣ ମତେ କହିଥିଲେ 12 ବର୍ଷ ଆଉ ମୁଁ ଆସିଛି ଆପଣଙ୍କ ଦୀକ୍ଷାରେ, ଆପଣଙ୍କ ଦୀକ୍ଷାରେ କହିଲା ମୁଁ ତୁ ଏହା କହିବୁ ନା ଅଭିନୀକି କହିବୁ ଯା। ତାପରେ ସେ ଅଭିନାଥ ପାଖକୁ ଗଲା, ଦୀକ୍ଷା ସ୍ୱସ୍ଥ ନେଇସାରିଲା ପରେ ଆମ ପାଖକୁ ଆସିଲା। ଆମେ ସମସ୍ତେ ତୁ କଣ ଦୀକ୍ଷା ସ୍ୱସ୍ଥ ନେଇ ଆସିଲୁ? ହଁ ହେଲା କଣ ମୁଁ ତୁ କଣ 12 ବର୍ଷ ସ୍ୱସ୍ଥ ନେଇଗଲୁ? 11 ବର୍ଷ ପରେ 12 ବର୍ଷ ଚାଲିଲା, 6 ମାସ ତଳେ ମୋ ଝିଅ ତା ଝିଅକୁ ନେଇକି ଗଲା ଦେଓଘର, ସେ ଦୀକ୍ଷା ସ୍ୱସ୍ଥ ନେଇକି ଆସିଲା। ମତେ ଡର ମାଡୁଛି ଏମାନେ କିଏ ସବୁ ଆସୁଛନ୍ତି, ତାଙ୍କୁ ଟ୍ରିଟମେଣ୍ଟ କରିପାରିବା ତ? ତାଙ୍କ ପାଖରେ ଆମେ ନିଜକୁ ଠିକ ଭାବେ ଉପସ୍ଥାପନ କରିପାରିବ ତ? ଯୋଉ ସବୁ ସ୍ୱର ଆସୁଛନ୍ତି ଛୋଟ ଛୁଆ ବଜେଇଛନ୍ତି ତାକୁ ମୁଁ ଆରମ୍ଭ ଶେଷ ଚାହିଁଛି ଆପଣଙ୍କ କଣ ହବ ଏ ନାଚ ସିଏ ଶୁଣ ତା ଆଗ ଖୋଳକୁ ଦେଖୁଛି ତା ବାଚକୁ ଦେଖୁଛି। ଆମେ କଣ ତାକୁ ସେ ଟ୍ରିଟମେଣ୍ଟ କରିପାରିବା? ମୋର ବାପା, ମୋର ଜେଜ, ମୋର ପୂର୍ବ ପୁରୁଷ ମାନେ ଜନ୍ମ ହେଲେଣି, ମୋର ନାତି ନାତି ହେଇକିରି ଆମେ ତାକୁ ସେଇ ସମ୍ମାନ ଦଉଛୁ, ସେ ଆଗକୁ ତାକୁ ଦେଖିବା କଥା। ଠାକୁର ପରିବାର ଦେଖୁଛ ଦାଦା କିନ୍ତୁ ଆପଣ ତାକୁ ପ୍ରାୟୋରିଟି ଦଉଥିଲେ, ସେ ବଡଦା ବର୍ତ୍ତମାନ ନାତିକୁ କେମିତି ପ୍ରାୟୋରିଟି ଦେଇଥିଲେ? କାରଣ ସେମାନେ ହଉଛନ୍ତି ଆଗାମୀ ଦିନର ବଂଶର ଏଇ ଦୁନିଆ ଏଇ ଆଦର୍ଶକୁ ନେଇ ଚାଲିବାର ବ୍ୟକ୍ତି। 13 ବର୍ଷ ସରିଗଲା ପରେ ଷ୍ଟାର୍ଟ ତାକୁ ଆଉ କହୁଛନ୍ତି ଟିନ୍ ଏଜ୍ କହୁନାହାନ୍ତି 12, 13, 14, 15, 16, 17, 18, 19 ସରିଲା। 13 to 19 ହେଲା ଟିନ୍ ଏଜ୍। ସେଇ ପିରିୟଡ ଭାରି ଖସଡା ପିରିୟଡ। ସେଇ ପିରିୟଡ ପିଲାଙ୍କୁ ବର୍ତ୍ତମାନ ଆମକୁ ଟ୍ରିଟ୍ କରିବାକୁ ପଡିବ। ପୂଜର ଶିବା ଦାସ ଥାର୍ଡ ଜେନେରେସନ ଦୀକ୍ଷା ଦେବି କହୁଛି ଦୀକ୍ଷା ଯଦି କହିବ ଥାର୍ଡ ଜେନେରେସନ ଦୀକ୍ଷା ଦିଅ। ଯାହାକୁ ଦେଲେ ତାକୁ ଏବେଠାରୁ ଆଜି କୋଉ ଶିକ୍ଷା ବି ଅଛନ୍ତି ଏଠି ମାଗେ ସେ ତ ଜ୍ଞାନୀ ଲୋକ, ସମସ୍ତେ ଜ୍ଞାନୀ, ମତେ ମୁକୁ ଠିଆ କରିଛନ୍ତି କହିଲେ ଆମ ସାଙ୍ଗରେ ଠିଆ ମୁକୁ ଠିଆ କରିବ ସେ କହିଯିବ। ମାନେ ମୁଁ ଭାବୁଛି ପଞ୍ଚମ ଶ୍ରେଣୀ ମାନେ ଷଷ୍ଠ ଶ୍ରେଣୀରୁ ଯଦି ପିଲାଙ୍କୁ ଧରି ପାରିବା, ଷଷ୍ଠ ଶ୍ରେଣୀରୁ ବେଶୀ ବଡ ହେଲା ପାରିବା ନାହିଁ। ସେମାନେ ବହୁତ ଚେଙ୍ଗ ମାଛ ପାଣିରେ ଭାରି କାଳୁଆ ଜମା ଧରି ହବ ନାହିଁ। ଆପଣ ବର୍ତ୍ତମାନ ଯିଏ ବଡ ହେଲା ତାକୁ ଦୀକ୍ଷା କଥା କହୁନ ସେ କିନ୍ତୁ ଖସି ପଳେଇବ। ତା ବାପା ଫାଙ୍କୁଛି ଆମକୁ ବି ଫାଙ୍କି ଦଉଛି। ଆମେ ତାକୁ ଗୋଟେ ଚମତ୍କାରିକା କରିକି କମ କରିକି ନାମ ଫାମ ତାକୁ ଦେଇ ପଳେଇ ଆସୁଛୁ, କିନ୍ତୁ ସେ ସେଟା ଧରି ରଖିପାରୁ। ଏ କଥା ମୁଁ କାହିଁକି କହୁଛି ନା ବର୍ତ୍ତମାନ ପୂଜ୍ୟପାଦ ଆଚାର୍ଯ୍ୟ ଯୋଉ ଦାୟିତ୍ୱଟା ଆମକୁ ଦେଇଛନ୍ତି, ଯେ ଘର ଘରକୁ ଯିବା, ଯୋଉମାନେ ସବୁ ଦୀକ୍ଷା ନେଇକି ଛାଡି ଯାଇଛନ୍ତି ସେମାନେ ଘରକୁ ଯିବା, ଆମେ ସେଇଟାକୁ ପେପର ୱାର୍କଟା ରେଡି କରିଛନ୍ତି। ପେପର ୱାର୍କ ପ୍ରତ୍ୟେକ ଗାଁର କଥା ଉସି ପଳେଇ ଆସିଲା। ତା ପରବର୍ତ୍ତୀ କାର୍ଯ୍ୟଟା କଣ ନା ତାକୁ ଇଷ୍ଟ କରିବା ନା ନାଇଁ ତା ପରିବାର ସାথে ଦୀକ୍ଷା କରିବା।
କହିଲେ 2025 ମସିହାରେ ସମସ୍ତ ବର୍ଷ ସାରା ମିଶିକି ଟୋଟାଲ 55,000 ଦୀକ୍ଷା ହେଇଛି। ଟୋଟାଲ 55,000 10 ଲକ୍ଷ 15 ଲକ୍ଷ 20 ଲକ୍ଷ ଦୀକ୍ଷା ଅର୍ନିଂ ହୁଏ। କାରଣ ଯଦି ଟିପୁଆର ହଉଛି ଦୀକ୍ଷା କାହିଁକି ହଉନାହିଁ? ତ ଦୀକ୍ଷାର ଚାପ ନ ନେବେ ତ ଟିପୁଆର ବି କରି ହବ ନାହିଁ। ଆମେ ଆସିବା ଭଜନ କୀର୍ତ୍ତନ କରିବା, ବେଶ ସୁନ୍ଦର ଭଜନ କୀର୍ତ୍ତନ ପରସ୍ପର କରି ଧୁମଧାମ କରି ଆନ୍ଦୋଳନ ଖାଇ ଦୌଡ଼ି ପଳେଇଥିବା ଭାଷ ଶୁଣିଛୁ। କିନ୍ତୁ କାଲି ସକାଳେ 5ଟା ଘରକୁ ଯିବା ପାଇଁ ମୁଁ ସମ୍ବଳ ପାଇଲି ତ। ଚୈତନ୍ୟ ମହାପ୍ରଭୁ ସେଦିନ ରାସ୍ତାରେ ଯାଉଥିଲେ, ରଜ ବସି ଲୁଗା କାଚୁଛି। ସଙ୍ଗୀତ କଥା କହିଲେ ତ ଟିକେ ତାକୁ ନ କରିଦେଲେ ହବନି। ତାହେଲେ ଇଏ ପଡା ଆଜି ହାର୍ଟ ଟପିକ ହେଇଯାଇଛି। ରାସ୍ତାରେ ରଜ ବସି ଲୁଗା କାଚୁଛି। ମହାପ୍ରଭୁ ତା ପାଖରେ କହୁଛନ୍ତି କଳିର ତାରକ ବ୍ରହ୍ମ ମନ୍ତ୍ର କହେ, ହରେ ନାମ ହରେ ନାମ କେବଳ କଳନାସ୍ତବ ନାସ୍ତବ ନାସ୍ତବ ଗତି ଅନ୍ୟଥା। ଏ କଳିଯୁଗ ହଉଛି ନାମ ପଇସା। ଗୀତାରେ କଣ ଅଛି ନା ଜପ ଯଜ୍ଞ ହଉଛି ସର୍ବଶ୍ରେଷ୍ଠ ଯଜ୍ଞ। ଠାକୁର କହୁଛନ୍ତି ଜ୍ୟୋତିଷଦା 6ଠ ଦିନର ଭାବବାଣୀର 6ଠ ଦିନର ଲାଷ୍ଟ କହୁଛି ଲାଷ୍ଟ କହିଲେ ଜ୍ୟୋତିଷଦା ନିଃସନ୍ଦିତ ଚିତ୍ତେ ବିଶ୍ୱାସ করে প্রাণে প্রাণে নাম কর, যা ভাবছ হবে না তাই হবে, অসম্ভব সম্ভব হবে। এ কেবল নাম করিলে ধ্যান হব, নাম করিলে ইষ্ট নিষ্ঠা বঢ়িব, নাম করিলে সব পড়িଯିବ। অজ্ঞানতা পড়িଯିବ, অকৃতজ্ঞতা କଣ ବୁଝିପାରିବି, ବାପା ପାଖରେ ଅକୃତଜ୍ଞତା, ସାର୍ ପାଖରେ ଅକୃତଜ୍ଞତା, ପରିବାର ଅକୃତଜ୍ଞତା, ସବୁ ପାଇବାରେ ବ୍ୟସ୍ତ, କିନ୍ତୁ କାହାକୁ ଦବା ପାଇଁ ବ୍ୟସ୍ତ ନୁହେଁ। ସେ ମହାପ୍ରଭୁ ଯେତେବେଳେ କହୁଛନ୍ତି ରଜକୁ ଯେହେତୁ କଳିଯୁଗ ଟିକେ ନାମ କର, ସେ ମହାପ୍ରଭୁ ନିଜେ ହସି ତା ବେଉସା ମଧୁଗା କଚା পোষাই কুটুম্ব হরিনামে লোড়া নাই এই মরদ ମୋର କାମ ହଉଛି ଲୁଗା କାଚିବା। 5 ଘର ଲୁଗା ଆଣିଛି, କାଚି କୁଚିରେ ସେଇମାନଙ୍କର ଘରେ ଦେଲେ ଧାନ ଚାଉଳ ଗଣ୍ଡା ଦେବେ, ସେଇଥିରେ ଛୁଆ ପିଲାଙ୍କର ପେଟ ପୋଷିବୁ, ହରିନାମ କଲେ କଣ? ଏ କଥା ଓଡିଶା ସାରା ମୁଁ କହିକିରି ମୋର ପରିଚୟ ହେଇଛି ବୃତ୍ତି। ଏଟା ତ ମାନେ କିଏ ଗୋପାଳ ଚନ୍ଦ୍ର ବିଶ୍ୱାସ କରିଛନ୍ତି କଥାଟା ମତେ କହିଥିଲେ, ତାକୁ ସଙ୍ଗୀତ ରୂପ ଦେଇଛି। এইখানে 5,000 দীক্ষা দিচ্ছি। এই টপিক উপর 5,000 দীক্ষা 1917 মସିହାରେ 1351 ହେଇଥିଲା 1496 ମସିହାରେ। এই ଟପିକ এই ରଜକ ମୁଁ ତାକୁ ଗାଉଛି, କାହିଁକି ଗାଉଛି ଆଜି ସେଇ କାରଣଟା ଆପଣଙ୍କୁ କହିଦେଇଛି। କଣ କାରଣ? ରଜ କଥା ରାଜି ହଉନାହିଁ, ତାହେଲେ ନାମ କଲେ କଣ ମିଳିବ? ପେଟ ପୁରିବ। ଲୁଗା ଗୁଡା କାଚିବି, ଦିନ ଗଲାଣି, ଅନେକ ଲୁଗା ତମ ଘରକୁ ଯା, ମୁଁ ଲୁଗା କାଚେ। ଥରେ ଟିକେ କଠିକ ହରିନାମ କର, ଆପ୍ରୋଚ କର, ଆପ୍ରୋଚ କାରଣ ସେ ନାମ କଲେ ମିଳିବ କଣ না? হরি বলিতে মধুর শুনিতে মধুর মধুর ভগবতী জাগে, হরি বলিতে মধুর শুনিতে মধুর মধুর ভগবতী জাগে, হরি বলিতে মধুর শুনিতে মধুর মধুর ভগবতী জাগে, হরি বলিতে মধুর শুনিতে মধুর ভগবতী জাগে। যত করো না যত করো মধুর ভগবতী, যত করো না যত করো মধুর ভগবতী। ଖଣ୍ଡ ଖଣ୍ଡ କରି ଗିଳି ମିଠା ଲାଗିବ, ତାକୁ ଖଣ୍ଡ ଖଣ୍ଡ କରି ଗିଳିଲେ ମିଠା ଲାଗିବ। ଚୋବେଇ 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 ଖାଆନ୍ତୁ, ମଧୁର ମଧୁର ରସ ବାହାରେ। ତାକୁ ଅନୁରାଗେ କରିଲେ ନାମ, ଅନୁରାଗରେ ନାମ କର, ଭକ୍ତିରେ ନାମ କର, ବିଶ୍ୱାସ ନାମ କର, ସନ୍ଦେହ ନ କରି ନାମ କର, ସନ୍ଦେହ କର ନା। এই যে নাম তোমাকে দেলি, এই নামটাকে বিশ্বাস করতে কর। রাতি পাই যাও কিন্তু আজ উঠিবি নাহি, যে পর্যন্ত তুমি মতো দয়া করছ, করুণা করছ, এ নাম আর রহস্য মধ্যে ফুটিয়ে করছ, ছাড়িবি। তাহলে ইষ্টার্থ ফলতে যদি যারা ব্যক্তি তত চিত্তর হব পৃথিবীরে কিছু কাম হাসল করে বলে নিষ্ঠা হচ্ছে প্রথম সম্পদ। নিষ্ঠার প্রভু চর্চারে ভগবান দীপ্ত যিয়ে ভগবান তার হৃদয় বন্ধা ধন্য মনুষ্য। নিষ্ঠা হচ্ছে ভগবান। মল্লা চক্রবর্তী কইলে কথা কলে নিষ্ঠা হচ্ছে ভগবান। এই নাম করিয়ার কন্টিনিউটি রখে, কন্টিনিউ হৌনি উষা নিশা মন্ত্র সাধন কর। নিঃশ্বাস 1 বার হুয়ে, নাম হব 2 বার, 4 বার, 6 বার, 8 বার, 10 বার। গোটা নিঃশ্বাসে 10 থর আহুরি অধিক হব। সাধন করতো বসিকি এই নামটা। তারপরে চলার ফেরা ভাই ভাই অপ্রোচ কলে রচক ଦେଖିଲା ଏ ଲୋକ ମତେ ଛାଡୁ ନାହିଁ, ବାବୁ ତମେ ଯାଅ ଲୁଗା କାଚିବି। ମହାପ୍ରଭୁ ଆଣ୍ଠେଇ ପଡିବେ। ଶୁଣନ୍ତୁ, ଏଇଥିପାଇଁ କଥାଟାକୁ ଉପସ୍ଥାପନ କରିଛି। ମହାପ୍ରଭୁ ଆଣ୍ଠେଇ ପଡିଲେ, ହାତ ଯୋଡିଦେଲେ, ଆଖିରୁ ଲୁହଟା ଠପ୍ ଠପ୍ କରି ଗଳି ପଡିଲା। ଆଖିରୁ 2 ଟୋପା ଲୁହ ଠପ୍ ଠପ୍ କରି ଗଳି ପଡିଲା। ହାତ ଯୋଡିକିରି ଆଣ୍ଠେଇ ପଡିକିରି କହୁଛନ୍ତି, ଭାଇରେ
ଟିକେ ଥରେ ତ କଣ୍ଠରେ ଟିକେ ହରିନାମ ଟିକେ ଗା। ଏଇ ଅବସ୍ଥାକୁ ଦେଖି ରଜକ ଭିତରେ ଗୋଟେ ପରିବର୍ତ୍ତନ ଆସିଲା। କହିଲା ଆଜ୍ଞା ଆପଣ କାନ୍ଦୁଛନ୍ତି କାହିଁକି, ହାତ କାହିଁ ଯୋଡୁଛନ୍ତି? ଥରେ ତ କଣ୍ଠରେ ଟିକେ ହରିନାମ ଟିକେ ଗା। ସ୍ୱୟଂ ମହାପ୍ରଭୁ ଅବତାର ଆସିଲେ ଜଗତ ପ୍ରତିଟି ଲୋକ ପାଖରେ ପ୍ରେମ ବିତରଣ କରୁଛନ୍ତି, ନାମ ବିତରଣ କରୁଛନ୍ତି। କାରଣ ଆପଣ କାନ୍ଦୁଛନ୍ତି, ଆପଣ ହାତ ଯୋଡନ୍ତୁନି, ଆପଣ ଠିଆ ହୁଅନ୍ତୁ। କଣ ସେ ହରିନାମଟା କୁହନ୍ତୁ, ମୁଁ ଗାଇକି ଆପଣ ରାସ୍ତାରେ ଆପଣ ଯାଆନ୍ତୁ। ଲୁଗା ବୁଣା କାଚେ ନା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। এই পদক এই পদক গাইলে তবে বাবু চালিଯିବ। সেই পদক গাইলে চালিଛି। ତୁମେ କାନ୍ଦ ନା, ହାତ ଯୋଡ଼ନା, ଠିଆ ହୁଅ, ମୁଁ ଗାଇ ଦଉଛି ତମ ରାସ୍ତାରେ ତମେ ଯା। ଆମେ ତ ଗାରି ନା ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ହରେ କୃଷ୍ଣ ହରେ କୃଷ୍ଣ ହରେ ହରେ ରାମ ରଜକ ହରିନାମ କରିବ ନାହିଁ ତ ମହାପ୍ରଭୁ ଅନୁରୋଧରେ ରଜକ ଏଇ ନାମଟା କରିଦେଇଛି। ଆନନ୍ଦରେ ସୀମା ରହୁନି ମହାପ୍ରଭୁଙ୍କର। ଭାଇରେ କେତେ ସୁନ୍ଦର করে কণ্ঠে হরিনাম ଟିକେ ଆଉ ଥରେ ଗାଇ না হরে কৃষ্ণ 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 হরে হরে রাম রাম হরে কৃষ্ণ কৃষ্ণ হরে হরে রাম রজক 3 ଥର ଗାଇ ଦେଇଛି। ମହାପ୍ରଭୁ ହସି ହସିକି ଚାଲିଗଲେ। ରଜକ ତ ଲୁଗା କାଚି ପାରୁନି। ଯେ ହରିନାମେ କି ରସ ଅଛି, ଇଏ ପାର କଲା ଲୋକ ସିନା ଜାଣିଛି। কি অপূর্ব চালিগেলে রজক কিন্তু লুগা কাচি পারুনি। গুণগুণ করে গাউছ হরে কৃষ্ণ 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 হরে 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 রাম 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 হরে হরে। আহুরি ভালো লাগিলা পুଣି গাইলা କେଇକି ଗାଇଲା, ନାଚିକି ଗାଇଲା, ଆଖିରୁ ବୋହିଲା ଲୁହ, ଆସିଲା ପ୍ରେମାଶ୍ରୁ, ଆସିଲା ଆନନ୍ଦ ଅଶ୍ରୁ। ଗାଉଛି ନାଚୁଛି ଗାଉଛି ହରେ କୃଷ୍ଣ 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 ହରେ 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 ରାମ 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 ହରେ। ମହାପ୍ରଭୁ କିଭଳି ଭାବରେ କାଇଦା କରି ନାମଟା ଦେଇକି ଚାଲିଗଲେ। ତା ସ୍ତ୍ରୀ ଆସିକି ପହଞ୍ଚିଲା। ସମୁଦ୍ରରେ ଖାଇବାକୁ ନେଇକି ଆସେ। ତା ସ୍ୱାମୀ ଖାଏ, ଲୁଗାଟା ଶୁଖି ଘରକୁ ଯାଆନ୍ତି। ସେ ଲୁଗାଟା ଗଦା ହେଇଛି। ହଉଛି ନାଚୁଛି କାନ୍ଦୁଛି ହରେ କୃଷ୍ଣ ହେଲା କଣ ତୁମର? ଆରେ ସେ କୃଷ୍ଣ କିଏ? ସେ ତ ମୁଣ୍ଡୁ ବି କାଢି ଦେଇକିରି ଗଲା। ତୁ ଖାଇଦେ, ଦିନ ଗଡି ଯାଉଛି। କାକା ଚଲ କାହିଁକି ନା ଦେଖେ ଯାହାଏ ନୟନ ସର୍ବମୟ ଯାହାଏ ନୟନ ସର୍ବମୟ ଜାଣିଛନ୍ତି এই কীর্তন লেখা আছে পরমেশ ঠাকুর ওড়িয়া করছে। কৃষ্ণ কিছু বুড়ু বিগাড়ি গলা। কৃষ্ণ কিଏ না কৃষ্ণ পিতা কৃষ্ণ মাতা বিনায়ক
एक सेकंड सुनदेला तो आउ का सुनला 100,000 लक्ष कोटी कोटी ହେଇଯିବ ये कुली भी दबा आमे से ये कुली भी संसार करछ आम जो एक नाहाती ओ तियासरी काठीटा कोतु तेरी ना जंगलर काठू ना नहीं ता मुंडर टिके लागी जाय कोन रंजक तो बारू नहीं ते जंगल पड़ी पका है जो काठटा तियासरी काठा काठ गथुर तेरी हेची से जंगल को पड़ी ता मुंडे रंजक राखी वाला परे किंतु ईश्वर हमको सृष्टि करछु ईश्वर हमको सृष्टि करचंती मनुष्य करी सृष्टि करचंती मनुष्य एते दिव्य ज्ञान देखि संतोष भगवान आमे जदि से रंज काम मुंडे लागी जाए तते इष्ट प्राप्ति काम मुंडे आसी जाए हम इष्ट को मुख्य कर चलीबा हमें भी दिया मनुष्य हमारा निया लगेबा लोक कहबे ना ए नाम नबी उद्धार पाइबा पई जा ठाकुर हमको तो दीते এই নামে কোন হবো মো প্রকৃত বাপা হেবি মো প্রকৃত স্ত্রী হেবি প্রকৃত পুয়া হেবি প্রকৃত শাশু হেবি প্রকৃত বহু হেবি প্রকৃত মনিষ হেবি মনিষ যদি মনিষ হবার আছে আসু তো নাম লিখি যা ইষ্টভূতি করো প্রার্থনা করো গুরুজনকে প্রণাম করো সদা সর্বদা নাম করে চালন্তু তার বিনা করতে নিশ্চিত সংস্কার চাকরি 39 সংস্কার 16 সংস্কার আসলে 10 সংস্কার সংস্কার সমাজ ভিতরে আছে কিন্তু আমরা চাষ ঠিক যারা বঞ্চি পড়ব জমি বঞ্জার হয়ে গেল নাই আজ আজ ঠাকুর আসি চাইছেন এই নাম ଦେଇକିରି ଉପର କର ଆଉ ସମୟ ସରି ବଢି ସାରିଲାଣି ଆପଣମାନଙ୍କ ପାଖରେ ବର୍ଷି କି ଅନୁରୋଧ ମହାପ୍ରଭୁ ଯଦି ଆଠେଇକିରି କାନ୍ଦିକି ଲୋକଙ୍କୁ ନାମ ଦେଲେ ତାହେଲେ ଆମେ କାହିଁକି ସେତିକ କରିବାକୁ ପଛେଇ ଯାଉଛି ଠାକୁର କଣ ନ କରୁଛନ୍ତି ଚୋର ସାଙ୍ଗରେ ଯାଇକିରି ମଦୁଆକୁ ମଦ ଦେଇକିରି କେତେ ପ୍ରକାର କୁଲିଗିରି କରିକିରି पेपर पकईकि स्टेशन में शोकरी किते कष्ट करिकि जाइछंती केवल हमको मनुष्य करबा पई आमे कि कष्ट पे राजी आमे कंफर्ट्स रही सब कंफर्ट्स खाइकि जे इष्टपुट काम आरंभ करबो से बता जितिबो तेनु सही मानस ठाकुर का मन राखि मनुष्य हो मन भाई ताकर सपरिवार समस्त इष्टपुट ए कथा के कथा बुझ जय